କିଏ ଗୋତୁ ଜ୍ୟୋତିର୍ମୟୀ ଶୁଦ୍ଧ ଶୁଭ୍ର ବେଶା ଇନ୍ଦ୍ରନୀଳ ଦ୍ୟୁତିଜିତ ମନୋହର କେଶା ତନୁ କାନ୍ତି ଭେଦି ତୋର ଶୁଭ୍ର ସୂକ୍ଷ୍ମ ବାସ ଆହ୍ଲାଦ ଦେଉଛି ମନେ ହୋଇ ସୁପ୍ରକାଶ। 1912 ମସିହାରୁ 1914 ମସିହାରେ ଏହାର ପଞ୍ଚମ ସର୍ଗ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିଲା ମୁକୁର ପତ୍ରିକାରେ। ତପସ୍ୱିନୀ ଏକ ପୌରାଣିକ କାବ୍ୟ, ଯେଉଁ କାବ୍ୟର ଆରମ୍ଭରେ ମଙ୍ଗଳାଚରଣରେ ବାଗ୍ଦେବୀ ବୀଣାପାଣି କିମ୍ବା ଯେଉଁ କୁହାଯାଏ ଯୋଗମାୟା ବା ଦେବୀ ଭାରତୀଙ୍କ ବନ୍ଦନା କରିଛନ୍ତି କବିଗୁରୁ ଗଙ୍ଗାଧର ମେହେର ଏବଂ ତାଙ୍କର ଯେଉଁ ଭକ୍ତିପୂତ ନୈବେଦ୍ୟ ସେ ବାଢ଼ିଛନ୍ତି ସେଥିପାଇଁ ସେ ନିଶ୍ଚିତ ଭାବରେ କୁହାଯାଇଛି ଗଙ୍ଗାଧର ମେହେର ସ୍ୱଭାବ କବି, ରଙ୍ଗାଜୀବ ଏବଂ ପ୍ରକୃତି କବି ଓଡ଼ିଶାର ୱିଲିୟମ ୱାର୍ଡସୱାର୍ଥ। ଏ କବିତା ଆଜି କାହିଁକି? ନିଶ୍ଚିତ ଭାବରେ ଆପଣମାନଙ୍କ ପାଇଁ, ମୋ ପାଇଁ ଏ କବିତା ଏହା ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ବିଶେଷ କରି ଓଡ଼ିଆ ଶିକ୍ଷକମାନଙ୍କ ପାଇଁ ବିଶେଷ ଉପାଦେୟ ଅଟେ। ଆସନ୍ତୁ ଆଲୋଚନା କରିବା କବିଗୁରୁଙ୍କର ଅର୍ଘ୍ୟଥାଳି କବିତାର କେତେଗୁଡ଼ିଏ ମୂଲ୍ୟବାନ ପଦ, ଯାହାକି ଆମ ପାଇଁ ବେଶ୍ ଶିକ୍ଷଣୀୟ। ଅଗଷ୍ଟ 14 ତାରିଖ ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିବା ତାଙ୍କର ଅର୍ଘ୍ୟଥାଳି କବିତାର ସୁନିର୍ବାଚିତ କବିତା ମଧୁମୟ ନିଶ୍ଚିତ ଭାବରେ ପ୍ରାଣରେ ସୁନ୍ଦର ଉନ୍ମାଦନା ଭରିଦିଏ। ବିଶ୍ୱ ଦେଖ ମଧୁମୟରେ ଜୀବନ, ବିଶ୍ୱ ଦେଖ ମଧୁମୟ, ମଧୁର ଝରଣ କରିବ ହରଣ, ମଧୁର ଝରଣ କରିବ ହରଣ, ତୋ ପାପ ମରଣ ଭୟରେ ଜୀବନ, ବିଶ୍ୱ ଦେଖ ମଧୁମୟ। ଏବଂ ଆହୁରି ମଧ୍ୟ ବରଡ଼ାପତ୍ରର ବହଳ ପୃଷ୍ଠାରେ ଲୁହାର ଲେଖନୀରେ ଲେଖାଯାଇଥିବା ସେହି କବିତା ନୁହେଁ, ଅମୃତର ଝର ଯେଉଁ କୁହାଯାଇଛି। 1914 ମସିହା ସେପ୍ଟେମ୍ବର ମାସରେ ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିବା ତାଙ୍କର ଏହି ଭକ୍ତି କବିତା ଅର୍ଘ୍ୟଥାଳି କବିତା ସଂକଳନର ଭକ୍ତି କବିତା ନିଶ୍ଚିତ ଭାବରେ ବିଶ୍ୱନିନ୍ଦଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ, ଶ୍ରେଷ୍ଠ ଅର୍ଘ୍ୟ ନିଶ୍ଚିତ ଭାବରେ କୁହାଯାଇପାରିବ। ଏବଂ ଏଥିରେ ଯେଉଁ ସୁନ୍ଦର ପଦଗୁଡ଼ିକ ରହିଛି, ସେ କହିଛନ୍ତି ମୁଁ କାର ମାତର ମୋର ନୁହେଁ ବୋଲି କହିବାକୁ ନାହିଁ ବାଟ, ଦୁରୁ ଶ୍ରୀ ଚରଣେ ପ୍ରଣତି କରୁଛି ଘେନତା ବିଶ୍ୱ ସମ୍ରାଟ, ବିଶ୍ୱଜୀବନ ହେ ତୁମକୁ କରୁଣା ସିନ୍ଧୁ। ସୁନ୍ଦର ସମର୍ପଣର କବିତା ପଙ୍କ୍ତି ଅର୍ଘ୍ୟଥାଳି କବିତା ସଂକଳନର ଏବଂ ନିଶ୍ଚିତ ଭାବରେ ତାଙ୍କ କବିତା ଅମୃତମୟ, ଆହୁରି ସ୍ୱାଦିଷ୍ଟ, ଆହୁରି ମହିମାଯୁକ୍ତ ହୋଇଛି କବିତା ମଧୁମୟ। 1914 ମସିହା ଜୁନ୍ ମାସରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିବା ଏହି ମହାନ କବିଙ୍କର ଏକ ଅମୃତମୟ ଫଳଶ୍ରୁତି ଯେଉଁ କୁହାଯାଉଛି ଅମୃତମୟ କବିତା, ଏହାର ଏକ ସୁନ୍ଦର ପଦଟିଏ ଯାହା କୁହାଯାଇଛି ମୁଁ ତ ଅମୃତ ସାଗର ବିନ୍ଦୁ, ନଭେ ଉଠିଥିଲି ତେଜି ସିନ୍ଧୁ, ଖସି ମିଶିଛି ଅମୃତ ଧାରେ, ଗତି କରୁଛି ସେ ଅକୁପାରେ। ଡିସେମ୍ବର ମାସ 1914 ମସିହା ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଏ କବିଙ୍କର ଅର୍ଘ୍ୟଥାଳି କବିତା ସଂକଳନର ଆଉ ଏକ ମହାର୍ଘ୍ୟ ସ୍ତୁତି ଯେଉଁ କୁହାଯାଉଛି ମାତୃଭୂମି କବିତା। ଏହି ମାତୃଭୂମି କବିତାର ଏକ ପଙ୍କ୍ତି ନିଶ୍ଚିତ ଭାବରେ ମାତୃଭୂମି ମାତୃଭାଷାରେ ମମତା, ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା, ଅଜ୍ଞାନ ରହିବେ କାହିଁ।
1915 ଜୁନ୍ ମାସରେ ସମ୍ବଲପୁର ହିତୈଷିଣୀରେ ପ୍ରକାଶିତ ହୋଇଥିବା ତାଙ୍କର ଏକ ଉପାଦେୟ କବିତା, ଯାହାକି ଓଡ଼ିଶାରେ ବହୁ ବର୍ଷ ଧରି ପାଠ୍ୟପୁସ୍ତକ ରୂପେ ପ୍ରଚଳିତ ହୋଇ ଆସୁଅଛି। ଖଦ୍ୟ ତୋର ଖେଦ, କିଭଳି ଏକ ଛୋଟ ଜୀବର ଆତ୍ମକାହାଣୀକୁ ନେଇ ସେ ସୁନ୍ଦର ଭାବରେ ଏକ ସମାଜକୁ ମନୋଜ୍ଞ ବାର୍ତ୍ତା ଦେଇପାରନ୍ତି। ଏବଂ କୁହାଯାଇଛି, ଖେଦେ କହେ ଖଦ୍ୟ ତମୁ ଅତି କ୍ଷୁଦ୍ର ଜୀବ, କି ବିଚାରି ପକ୍ଷ ମୋତେ ଦେଇଛି ଦଇବ, ଦେଇଛି ଦଇବ। ନ କର ମାନବେ କ୍ଷୁଦ୍ର ଜୀବେ ଉପହାସ, ନିଜର ଜୀବନ ଜ୍ୟୋତି କର ପରକାଶ, କର ପରକାଶ। ଓଡ଼ିଆ ସାହିତ୍ୟର ଶାବ୍ଦିକ ଯମଦଗ୍ନି ଏବଂ କୁହାଯାଏ ଓଡ଼ିଆ ସାହିତ୍ୟର ଅଜାତଶତ୍ରୁ ମହାକବି ଗଙ୍ଗାଧର ମେହେରଙ୍କୁ ଲକ୍ଷ୍ୟ କରି କେହି ଜଣେ କହିଥିଲେ, ବରପାଲି ତୋର ସ୍ନିଗ୍ଧ କୋଳରେ ଜାତନୁ ହୋଇଛି ଖାର, ଖାର ନୁହେଁ ସେ ତ କୋଟି ଓଡ଼ିଆର ପୁଞ୍ଜିତ ହାହାକାର। ତାହା ପାଦେ ନମସ୍କାର, ରେଣୁ ରେଣୁ ଯାର ସଞ୍ଚରି ଯାଇଛି ଗଙ୍ଗାଧରୀୟ ଧାର, ସେ ମାଟିକୁ ପ୍ରଣାମ। ଆହୁରି ମଧ୍ୟ ତାଙ୍କ କବିତା ଅର୍ଘ୍ୟଥାଳୀର ଏକ କବିତା ପରିଶ୍ରମ, ଯେଉଁଥିରେ ଶିଶୁମାନଙ୍କ ପାଇଁ ସୁନ୍ଦର ବାର୍ତ୍ତା ଏବଂ ପରିଶ୍ରମ ମାଧ୍ୟମରେ ସମାଜକୁ କିଭଳି ଭାବରେ ଦିଗ୍ଦର୍ଶନ ଦିଆଯାଇଛି। 1915 ଜୁନ୍ ମାସରେ ଉତ୍କଳ ସାହିତ୍ୟରେ ପ୍ରକାଶିତ ଏହି କବିତାରେ କୁହାଯାଇଥିଲା, ଅଳସ ଲୋକର ପାଶକୁ ନ ପଶଇ ସମ୍ପଦ, ମଧୁ ଆସି ମୁଖେ ନ ପଶେ ଶୋଇଥିଲେ ଷଟ୍ପଦ। ନିଜ ନିଜ ପେଟ ପୋଷନ୍ତି କୀଟ ପତଙ୍ଗ ଗଣ, ପେଟ ପାଇଁ ନର ଭିକାରୀ ଧରେ ପର ଚରଣ। 1918 ଫେବୃଆରୀ ମାସରେ ଉତ୍କଳ ସାହିତ୍ୟରେ ପ୍ରକାଶିତ ହୋଇଥିବା ତାଙ୍କର ଯେଉଁ ସମାଲୋଚନାମୂଳକ ସାହିତ୍ୟ କୁହାଯାଉଛି ଅର୍ଘ୍ୟଥାଳୀର ନବମ ସ୍ତବକ, ତାକୁ ମଧ୍ୟ ବୋଲୁଥାନ୍ତି ଧର୍ମ ଅବତାର। ସମାଜର ବଡ଼ପଣ୍ଡା ବୋଲାଉଥିବା ଏହି ସମାଜର ଆଗଧାଡ଼ିର ଲୋକ, ଆଗଧାଡ଼ିର ବ୍ୟକ୍ତିବିଶେଷ ଯେଉଁମାନେ ବର୍ଜିଆ ଧନତନ୍ତ୍ରୀ, ସେଇମାନଙ୍କୁ ଲକ୍ଷ୍ୟ କରି ତାଙ୍କର ଏ କବିତା, ଯାହା କୁହାଯାଉଛି ସେତେବେଳେ ଏକ ଚହଳ ସୃଷ୍ଟି କରିଥିଲା। ଏବଂ କୁହାଯାଇଥିଲା, ମନ ଯାର ବ୍ୟସ୍ତ ସଦା ପରସ୍ପରଣେ, ଧନ ଯାର ବିଦଳିତ ଗଣିକା ଚରଣେ, ଜୀବନ ଯା ଲକ୍ଷ ଲକ୍ଷ ଲୋକଙ୍କର ଭାର, ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର। ବାଣୀ ବାଗ୍ଦେବୀ ବରପୁତ୍ର କବି ଗଙ୍ଗାଧର ମେହେରଙ୍କର ଆଉ ଏକ ସୁନିର୍ବାଚିତ କବିତା, ଯାହାକି ଦୀର୍ଘ ବର୍ଷ ଧରି ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ମହଲରେ ବେଶ୍ ଆଦୃତ ହୋଇଛି ପାଠ୍ୟପୁସ୍ତକ ଭାବରେ, ଯାହାର ନାଁ ଉଦ୍ବୋଧନ, ଯେଉଁଥିରେ ମାଟି ପ୍ରୀତି, ଯେଉଁଥିରେ ଭାଷା ପ୍ରୀତି ସହଜରେ ବାରି ହୁଏ। ଏକ ନିଆରା ଗନ୍ଧ, ମାଟି ପାଇଁ ଯେଉଁ ମମତା, ଭାଷା ପାଇଁ ଯେଉଁ ମମତା, ନିଶ୍ଚିତ ଭାବରେ କବିଙ୍କୁ ମହାନ ଏବଂ ଚିରଜୀବୀ କରି ରଖିବ ଏହି କବିତା ପଙ୍କ୍ତି ଉଦ୍ବୋଧନ। ଏବଂ କୁହାଯାଇଥିଲା, ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା, ଯା ଭାଷା ଦୁର୍ବଳା କାହିଁ ତାର ଜ୍ଞାନ, କାହିଁ ତାର ରାଜ ଦୁଆରେ ସମ୍ମାନ। କବିଙ୍କର ପୌରାଣିକ ଇନ୍ଦୁମତୀ କାବ୍ୟରେ ସୁନ୍ଦର ଭାବରେ ଏକ ନୀତି କଥା କୁହାଯାଇଛି ଏବଂ ଏହା ପିଲାଦିନୁ ଆମେ ଶୁଣି ଆସୁଛୁ, ଯାହାକି ସୁନ୍ଦର ପଙ୍କ୍ତିଟିଏ ଆପେ ଆପେ ଆପଣା ଛାଏଁ ଛାଏଁ ମନେ ରହିଯାଏ। ଭାଗ୍ୟବାନ ସିନା ଭାଗ୍ୟ ଫଳ ଲଭେ, ଅଭାଗା ଲଭେ ଶିବ, ସାଗର ମନ୍ଥନେ କେଶବ କମଳା, ଗରଳ ଲଭିଲେ ଶିବ। ତାଙ୍କ ଭାରତୀ ଭାବନାରେ କିଭଳି ଭାବରେ ଭାଷାକୁ ବନ୍ଦନା କରିଛନ୍ତି ଏବଂ ନିଜ ମାଟିରେ ହିନ୍ଦୀ ଭାଷାର ପ୍ରଚଳନକୁ ସହ୍ୟ କରିପାରିନାହାନ୍ତି କବି। ଏଥିପାଇଁ ମର୍ମନ୍ତୁଦ ଦୁଃଖରେ ବ୍ୟଥିତ ହୋଇ ସେ କହିଛନ୍ତି, ନିଜ ଗୃହେ ବସି ନିର୍ବାସନ ଦୁଃଖ, ଇଏ କି ଲଲାଟ ଲିଖନ, ମାତୃଭାଷା ମନା ଭାଇ ସଙ୍ଗ ବିନା, ବିକଳ ହେଉଛି ଜୀବନ। ଏଭଳି ଯୋଗଜନ୍ମା ବାଣୀ ବରପୁତ୍ର ମହାନ କବିଙ୍କର ଯଶକୁ ବର୍ଣ୍ଣନା କରିବା ଏବଂ ତାଙ୍କର କବିଖ୍ୟାତିକୁ ସୁବିଦିତ କରିବା ମୋ ଭଳି ମହାମୂର୍ଖଙ୍କ ପାଇଁ ନିଶ୍ଚିତ ଭାବରେ ଧୃଷ୍ଟତା ମାତ୍ର। ତଥାପି କୀଚକବଧର ସପ୍ତମ ସର୍ଗରେ ସୁନ୍ଦର ପ୍ରଭାତ ବର୍ଣ୍ଣନାରେ ତାଙ୍କର ଏହି ବର୍ଣ୍ଣନାକୁ ମୁଁ ନିଶ୍ଚିତ ଭାବରେ ସାଙ୍ଗ କରିବି। କୁହାଯାଇଥିଲା, ଅଇଲା ଉଷା ଯୋଷିତ, କୁସୁମେ ହୋଇ ଭୂଷିତ, ଭ୍ରମର ଅଞ୍ଜନାଞ୍ଚିତ, ପଦ୍ମନୟନା।
विहंग स्वन किंकिणी निक्वणिला किणी किणी जीव चित्त नेला किणी कुंद दसना अरुण चरण सुंदर अरुण चरण सुंदर प्रभाती तारका मथा मणि भास्वर। महान से कवि कालजयी तांकर कृति आयुत प्रणाम।